ଆପଣ ପରିଚୟ? ମୁଁ ସଞ୍ଜୟ କୁମାର ପୁହାଣ, ଜଣେ ସଫଳ ଚିଙ୍ଗୁଡ଼ି ଚାଷୀ। କ'ଣ କହିବେ କେତେ ପୋଖରୀ ହୋଲ୍ଡର। କେତେ ପୋଖରୀ ଚାଷ କରୁଛନ୍ତି, କେତେ ବର୍ଷ ହେଲା ଆପଣ ଚିଙ୍ଗୁଡ଼ି ଚାଷ? ମୁଁ ଏଠି 2018 ବର୍ଷରୁ କଣ୍ଟିନ୍ୟୁଅସ୍ ଚାଷ କରି ଆସୁଛି। ଆଉ ମୋର ଦେଖନ୍ତୁ ଏଇଠି ଏଇ ବ୍ୟାସରେ ମୋର 18-20ଟା ପୋଖରୀ। କ'ଣ ସମସ୍ୟା ଅଛି ବର୍ତ୍ତମାନ? ବହୁତ ସମସ୍ୟା ଆଜ୍ଞା, କ'ଣ କହିବି, ଏତେ ସମସ୍ୟା। ଏଇଭଳିଆ ଯଦି ସମସ୍ୟାର ସମ୍ମୁଖୀନ ହେଉ ଆମେ ଚିଙ୍ଗୁଡ଼ି ଚାଷୀ କ'ଣ କରିବୁ, ଆମେ ନିଜକୁ ନିଜେ ବୁଝିପାରୁନୁ। ସ୍ତ୍ରୀଙ୍କ ଗହଣା ବନ୍ଧା ପକାଇ ଲୋନ୍ ଧାର କର୍ଜ ଆଣି ଆମେ ଚାଷ କରୁଛୁ। ଆମେ ଫ୍ରମ୍ ବିଗିନିଂ ଆମେ ସବୁ ଜିନିଷ କିଣୁଛୁ ଫ୍ରମ୍ ବିଗିନିଂ। ଦେଖନ୍ତୁ କୁକୁର ଚାଞ୍ଚୁମୁ ପଇସା ଦେମୁ, ଚୂନ ଆଣିମୁ ପଇସା ଦେମୁ, ତେଲ କିଣିମୁ, ଫିଡ୍ କିଣିମୁ, ମେଡ଼ିସିନ କିଣିମୁ, ଜାଆଁଳ କିଣିମୁ। ମାଛ ରେଟ୍ ଦେଖିଲା ବେଳକୁ ମାଛ ରେଟ୍ ଧାଡ଼ୁ ଆମେ ଚାଷୀ, ସେ ସେଠି ଏସିରେ ବସିକି ମାଛ ରେଟ୍ ଲଗାତାର କମେଇ ଚାଲେ। ଏଇଠି 30 ଏପ୍ରିଲ ମାଛ ରେଟ୍ ଥିଲା ଆପଣଙ୍କର 310 ଟଙ୍କା। ଆଜିକାର ମାଛ ରେଟ୍ ଆପଣଙ୍କର 270 ଟଙ୍କା। 40 ଟଙ୍କା ମାଛ ରେଟ୍ କାଟିଦେଲେ। ପ୍ରଥମ କଥା 8 ଟଙ୍କା। ଏଇ ପରିସ୍ଥିତିରେ ଯେଉଁ ପରିସ୍ଥିତି ବର୍ତ୍ତମାନ ପୃଥିବୀ ଗତି କରୁଛି, ମଧ୍ୟପ୍ରାଚ୍ୟର ଯୁଦ୍ଧକୁ ନେଇ ଯେଉଁ ପରିସ୍ଥିତିରେ ପୃଥିବୀ ଗତି କରୁଛି, ଏଇ ପରିସ୍ଥିତିରେ ଚାଷୀଙ୍କ ଉପରେ ମାଡ଼। ଫିଡ୍ ରେଟ୍ 8 ଟଙ୍କା ବଢ଼େଇଲେ। ବର୍ତ୍ତମାନ ପେଟ୍ରୋଲ ସମସ୍ୟା କ'ଣ ଅଛି ଚାଷୀ? ଡିଜେଲ ପେଟ୍ରୋଲ ସମସ୍ୟା। ଆମର ତ ଡିଜେଲ ଲାଗେ, ଆଉ ଡିଜେଲର ଯେଉଁ ସମସ୍ୟା ସେ ନାହିଁ ନଥିବା ସମସ୍ୟା। 2 ଦିନ ତଳେ, ଏବେ ତ ଡିଜେଲ ଟିକେ ମିଳୁଛି, 2 ଦିନ ତଳେ ଆମର ମାଛ ଆମ ଯେଉଁ ଲେବରଙ୍କୁ ନେଇ ଏରିଏସନ୍ କଲୁ, ଟ୍ରେରେ ଏମିତିଆ କରି ଏରିଏସନ୍ ମାଛ ଉଠିଲେ। ଡିଜେଲ ଆମ ପାଖରେ ନାହିଁ। ଡିଜେଲ ପେଟ୍ରୋଲ ଟାଙ୍କି ଗଲାବେଳକୁ ନୋ ଷ୍ଟପ୍। ତାର ପ୍ରଭାବ ପୁଣି 14 ଟଙ୍କା ବି ବଢ଼େଇ ଦେଲେ। କେତେ ଟଙ୍କା 14 ଟଙ୍କା ଏକ୍ଜାକ୍ଟଲି ମୁଁ କହିପାରୁନି, କେତେ ଟଙ୍କା ଡିଜେଲ ବି ବଢ଼େଇ ଦେଲେ। ଆପଣଙ୍କ ଡିଜେଲ ଆଉ ଫିଡ୍ ସିଏ ପଡ଼ିଗଲା 20 ଟଙ୍କା ପାଖାପାଖି ବଢ଼ିଗଲା। ଏପଟେ 40 ଟଙ୍କା କମେଇ ଦେଲେ। 40-20 ପର କେଜିରେ 60 ଟଙ୍କା ହେମ୍ପର। ଆମେ ଆପଣ ଏଥିରେ କୁହନ୍ତୁ ଆମେ କ'ଣ କରିପାରିବୁ? ମୁଁ ତ ବେଟର୍ ହେଉଛି କହୁଛି ଯେ କି ୟା ଦ୍ୱାରା ଯଦି ମାଛ ରେଟ୍ କମାଉଛନ୍ତି କାହିଁକି, ଇଏ ଆସିକି ଗୋଟେ କାମ କରି ମାଛ ସବୁ ନେଇଯାଆନ୍ତୁ। ନେଇକି ଆମକୁ ବେଶୀ ଟଙ୍କା 500 ଟଙ୍କା ଦିଅନ୍ତୁ, ଆମେ ବିଷ କିଣି ଆଣି ଖାଇଦେବୁ। ଆଉ କିଛି ଉପାୟ ନାହିଁ ଆମ ଦ୍ୱାରା। 500 ଟଙ୍କା ଦେଲେ ଆମର ସଫିସିଏଣ୍ଟ ହେଇଯିବ, କିଛି ଗୋଟେ ନାହିଁ ବିଷ ଖାଇବାକୁ। এইভাবে হলে ମୁଁ ଏକିଟିଆ କହୁନି, ପୁରା ଅଲ ଓଡ଼ିଶାରେ ସବୁ ଚାଷୀ ସେଇ ପରିସ୍ଥିତି। ମୁଁ ଏକିଟିଆ ଯେ ମୁଁ ଚାଷୀ ଜଣେ କହୁଛି, ସବୁ ଚାଷୀ ଏଇ ପରିସ୍ଥିତି। ଆଗକୁ କ'ଣ ରହିଛି ଆପଣଙ୍କର? ଆଗକୁ ଆମେ ଆଉ ଚାଷ କରିବୁ କି? ଆମେ ଚାଷ କରିବୁନି। ମୁଁ ଯେତିକି ଜାଣିବାର, ଇଏ ଚିଙ୍ଗିଡ଼ି ଏକ୍ସପୋର୍ଟ ଅଲସୋ ବ୍ୟାକବୋନ୍ ଅଫ୍ ଇଣ୍ଡିଆ। ଗୋଟେ ଫିନାନ୍ସିଆଲ ମାନେ ଖମ୍ବ ଯେଉଁଟାକି ଏକ୍ସପୋର୍ଟ ହେଉଛି ଇମ୍ପୋର୍ଟ ହେଉଛି। ତା ଦେହରେ କିଛି ମାନେ ଗଭର୍ଣ୍ଣମେଣ୍ଟ ବି